ବୁଢା ବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତନ କମିବାଟା ଆରମ୍ଭ ହେଲାଣି। ରିଲିଫ ସେଣ୍ଟରରୁ ମଧ୍ୟ ଲୋକେ ଫେରିବାଟା ଆରମ୍ଭ କଲେଣି। ଏବେ এই দুইটা ଜିଲ୍ଲାର କ୍ଷୟକ୍ଷତିର ଆକଳନ ଏବଂ ଲୋକଙ୍କୁ ଇନପୁଟ ସବସିଡି ପ୍ରଦାନ ଏଇଟା ମୁଖ୍ୟ କାମ ରହିଲା। ଲୋକେ ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ରିଲିଫ ସେଣ୍ଟରରୁ ଫେରିଗଲେଣି, କିନ୍ତୁ ସେମାନଙ୍କର ପ୍ରଭାବିତ ଘର ସବୁ ଠିକଠାକ ହେବା ପର୍ଯ୍ୟନ୍ତ ସବୁ ଏଫେକ୍ଟେଡ ଜିଲ୍ଲାରେ ଆମେ ଲୋକଙ୍କୁ ରନ୍ଧା ଖାଦ୍ୟ ଯେଉଁମାନେ ଖାଇବା ପାଇଁ ଚାହିଁବେ ତାଙ୍କୁ ରନ୍ଧା ଖାଦ୍ୟ, ଯେଉଁମାନେ ରିଲିଫ ସେଣ୍ଟରକୁ ଆସିବା ପାଇଁ ଚାହିଁବେ ନାହିଁ ଘରେ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ସେମାନଙ୍କର ଘରର କ୍ଷୟକ୍ଷତି, ସେମାନଙ୍କର ଫସଲର କ୍ଷୟକ୍ଷତି ଏବଂ ଘରେ ଯଦି ତାଙ୍କର ବାସନ କୁସନ ଏବଂ କପଡ଼ା ଲତା ମଧ୍ୟ ଯଦି କ୍ଷତି ହେଇଥିବ ତା ପାଇଁ ମଧ୍ୟ ଆମେ କ୍ଷତିପୂରଣ ରାଶି ସେମାନଙ୍କୁ ଦେବୁ। ତ କାଲି ମଧ୍ୟ ଆମେ ସମୀକ୍ଷା କରିଥିଲୁ, ପରଦିନ ମଧ୍ୟ ସମୀକ୍ଷା କରିଥିଲୁ। ପ୍ରାକୃତିକ ବିପର୍ଯ୍ୟୟ ଏଭଳିଆ ଗୋଟେ ବିପଦ ଯେଉଁ ବିପଦ ପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ସଜାଗ ହେବା ପାଇଁ ପଡ଼ିଥାଏ ଏବଂ ଅଧିକାରୀମାନଙ୍କୁ ମଧ୍ୟ ସଜାଗ ହେବା ପାଇଁ ପଡ଼ିଥାଏ। 2 ଦିନ ତଳେ ଯେଉଁ ସମୀକ୍ଷା ହେଇଥିଲା ସେଥିରେ ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଦୁଇଟା ଜିଲ୍ଲା ରେଡ୍ ଜୋନ୍ରେ ଥିଲା ଏବଂ ବନ୍ୟାର ପରିସ୍ଥିତି ଏବଂ କ୍ଷୟକ୍ଷତି ବିଶେଷ ଭାବରେ ପ୍ରଭାବିତ ହେବ ବୋଲି ଆକଳନ କରୁଥିଲୁ। କିନ୍ତୁ ବର୍ତ୍ତମାନ ମୟୂରଭଞ୍ଜ ଏବଂ କେନ୍ଦୁଝର ସେଫ୍ ଜୋନ୍ରେ ଅଛି। ବୁଢା ବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତନ କମିବାଟା ଆରମ୍ଭ ହେଲାଣି। ରିଲିଫ ସେଣ୍ଟରରୁ ମଧ୍ୟ ଲୋକେ ଫେରିବାଟା ଆରମ୍ଭ କଲେଣି। ଏବେ এই দুইটা ଜିଲ୍ଲାର କ୍ଷୟକ୍ଷତିର ଆକଳନ ଏବଂ ଲୋକଙ୍କୁ ଇନପୁଟ ସବସିଡି ପ୍ରଦାନ ଏଇଟା ମୁଖ୍ୟ କାମ ରହିଲା। ଏବେ ଗତକାଲି ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଏଫେକ୍ଟେଡ ହେଇଥିଲା, କିନ୍ତୁ ଆଜି ସକାଳୁ ବୈତରଣୀ ନଦୀର ମଧ୍ୟ ଜଳପତନ ଡେଞ୍ଜର ଲେଭେଲରୁ କମିବାଟା ଆରମ୍ଭ କରିଛି। ଆପଣଙ୍କର ଏବେ ଲୋକେ ଭଦ୍ରକ ଏବଂ ଯାଜପୁରରେ ମଧ୍ୟ ରିଲିଫ ସେଣ୍ଟରରୁ ଫେରିଗଲେଣି, କିନ୍ତୁ ସେମାନଙ୍କର ପ୍ରଭାବିତ ଘର ସବୁ ଠିକଠାକ ହେବା ପର୍ଯ୍ୟନ୍ତ ସବୁ ଏଫେକ୍ଟେଡ ଜିଲ୍ଲାରେ ଆମେ ଲୋକଙ୍କୁ ରନ୍ଧା ଖାଦ୍ୟ ଯେଉଁମାନେ ଖାଇବା ପାଇଁ ଚାହିଁବେ ତାଙ୍କୁ ରନ୍ଧା ଖାଦ୍ୟ, ଯେଉଁମାନେ ରିଲିଫ ସେଣ୍ଟରକୁ ଆସିବା ପାଇଁ ଚାହିଁବେ ନାହିଁ ଘରେ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ସେମାନଙ୍କର ଘରର କ୍ଷୟକ୍ଷତି, ସେମାନଙ୍କର ଫସଲର କ୍ଷୟକ୍ଷତି ଏବଂ ଘରେ ଯଦି ତାଙ୍କର ବାସନ କୁସନ ଏବଂ କପଡ଼ା ଲତା ମଧ୍ୟ ଯଦି କ୍ଷତି ହେଇଥିବ ତା ପାଇଁ ମଧ୍ୟ ଆମେ କ୍ଷତିପୂରଣ ରାଶି ସେମାନଙ୍କୁ ଦେବୁ। ଏବେ ସବୁଠାରୁ ଚିନ୍ତାର ବିଷୟ ହେଉଛି ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଯେହେତୁ ଆପଣଙ୍କର ବୁଢା ବଳଙ୍ଗରେ ଏବଂ ଜଳକାରେ ପାଣି ପତନ କମିବାଟା ଆରମ୍ଭ କଲାଣି, କିନ୍ତୁ ବାଲେଶ୍ୱର ରାତି 9ଟା ପର୍ଯ୍ୟନ୍ତ ଜଳପତନ ବଢି ବଢି ଯିବ ଏବଂ ମୋଟାମୋଟି ଡେଞ୍ଜର ଲେଭେଲର 1 ମିଟର ଉପରେ ଜଳ ପ୍ରଭାବିତ ହେବାର ସମ୍ଭାବନା ଆମେ ଅନୁମାନ କରୁଛୁ। ତେଣୁ ବାଲେଶ୍ୱର ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯେଉଁ ଜାଗା ସବୁ ସମ୍ଭାବ୍ୟ ଭାବରେ ପାଣି ଘେର ଭିତରକୁ ଆସିବ ଏବଂ ଲୋକଙ୍କର ଜୀବନ ସଙ୍କଟାପନ୍ନ ହେବ ସେ ସମସ୍ତଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ ସେଣ୍ଟରକୁ ଆଣିବା ପାଇଁ ଏବଂ ରିଲିଫ ସେଣ୍ଟରରେ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଅଲଗା ବ୍ୟବସ୍ଥା କରିବା ପାଇଁ, ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫକୁ ସେଠି ରଖେଇବା ପାଇଁ, ଔଷଧ ପତ୍ରକୁ ରଖେଇବା ପାଇଁ ଏବଂ ମହିଳା ପୋଲିସକୁ ମଧ୍ୟ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାତି 9ଟା ପୂର୍ବରୁ ମୋଟାମୋଟି ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ସବୁ ସେଫ୍ଟି କରାଯିବ, ସମସ୍ତେ ସୁରକ୍ଷିତ ରହିବେ ଏବଂ ସେମାନେ ରିଲିଫ ସେଣ୍ଟରକୁ ଆସିଲା ପରେ ତାଙ୍କର ଗାଁରେ ମଧ୍ୟ ତାଙ୍କର ଘର କେମିତି ସୁରକ୍ଷିତ ରହିବ, ଚୋରିହାରି ହେବ ନାହିଁ ସେ ବାବଦରେ ମଧ୍ୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଇଏ ସମସ୍ତ ଜିଲ୍ଲାରେ ଓଡିଆରଏଫ ଟିମ୍, ଏନଡିଆରଏଫ ଟିମ୍ ଏବଂ ଫାୟାର ଟିମ୍ ଅବସ୍ଥାପିତ ଅଛନ୍ତି। ବାଲେଶ୍ୱରରେ ଆମେ
फायर ओडीआरएफ एवं एनडीआरएफ टीम द्विगुणित कर आहरी स्टैंड बाय जो मैंने आवश्यक पड़े सांगे सांगे गोटे घंटा भितर पहुंची पारे तेणु मोटामोटी परिस्थिति यहीटा राज्य प्रशासन राजस्वर एवं विपर्य परिचालना विभाग जिला प्रशासन माने निरंतर संपर्क रे अछंती कहारी एथिरे आतंकित हवार आवश्यकता नहीं जो जो जगार जिला प्रशासन परामर्श देव घर छाड़ी रिलीफ सेंटर को आसिया पई लोके सेमान को सहयोग करंतु सेमानकर क्षयक्षतिर क्षतिपूरण आमे देई पारिबु किंतु जीवनटा अमूल्य यार क्षति केही पृथ्वीर देई पारिबे नहीं निजे सुरक्षित रहंतु संपत्ति जहाँ नष्ट हबो सेटा चाष जमी हो फसल हो किंबा घर हो पानी कमिला पर तार क्षतिपूरण व्यवस्था आम देदेबू जीवन को सुरक्षित रखु सागर आउ गोटे विषय भी अच्छे आउ चिंतार विषय नुह केवल बालेश्वर दुईटा ब्लॉक को छाड़देले बाकी जगह सब सेफ अच्छा एवं आसंता काली बेलू पानी संपूर्ण भाव में भद्रक एवं जाजपुर मयूरभंज केन्दुझर एटा स्वाभाविक स्थिति काली सकाल पर्यंत हो जो जगह स्वाभाविक स्थिति हम सेठी आम बन्या परवर्ती समस्याटा आहरी चिंतार विषय सेटा जेते वाटर सोर्सेस अच्छी लोक जो पीवा पानी नौकरी पशु पक्षी माने जो बंध एवं वाटर बॉडी रू पानी पी था डिसइनफेक्शन करने पानी विषाक्त हम ताकू डिसइनफेक्शन करने पड़े जमी कौन जीवाणु नथिबो लोके पानी पीले क्षतिग्रस्त हेबे नहीं सोमवार काली सोमवार रे मतलब सबु जगह शिवालय मान को जीवाई हजार हजार भक्त जाऊँगी तेणु बाटर गला बेले जो वाटर बॉडी सब अच्छी से भाया वाटर बॉडी को से व्यवहार करंतु नहीं सबु जगह जिला प्रशासन को कहुई जे कावड़ रे जो मैंने जाऊँगी सेमानकर पीवार पानी व्यवस्था करेंगे एवं से रास्तार जिते वाटर बॉडी अच्छी ताकू से डिसइनफेक्शन करेंगे आउ गोटे विषय हूँ पानी कमिला साप कामुड़ा घटना माने घटी थाए तेणु साप कामुड़ा औषध माने सबू पीएससी एवं सीएससी रे रखापी एवं 10 किलोमीटर भितर गोटे अंचल 10 किलोमीटर भितर निश्चित भाव में एंटीवेनम इंजेक्शन रखि जहाँ साप कामुड़ा हुए गोटे घंटार विलंब हो गले विष सब शरीर जाक चली जाए तेणु घंटे भितर जमी मेडिसिन पहुँचो इंजेक्शन पहुँचो तार सुबंदोबस्त करने निखुण व्यवस्था होड़शा लोके सुरक्षित अच्छा प्रशासन को सहयोग करंतु निजर जीवन को रक्षा करंतु वृद्ध एवं महिला एवं शिशु एमानकर जीवन को सुरक्षित करने सहयोग करंतु बाकी बाकी जहाँ क्षयक्षति हेब सब क्षयक्षति भरणा करने मोर विभाग प्रस्तुत अच्छी जीवन को सेमाने रक्षा करंतु एवं सेमान को जीवन को रक्षा करने समस्त प्रकार मानवीय सुविधा युक्त रिलीफ सेंटर माने आम सब जगह कर।